ତ୍ରିଭୁଜ ବୋଲିଣ କହିବା ପିଲେ ଆସରେ ତାକୁ। ତିନି କୋଣ ଅଛି ଯାହାର ଅଛି ଶୀର୍ଷ ତିନୋଟି। ତିନି ଯାକ କୋଣ ମିଶିଲେ ହୁଏ 180। ନାନା ପ୍ରକାରର ତ୍ରିଭୁଜ ଜ୍ୟାମିତିରେ ରହିଛି। ଗୋଟି ଗୋଟି କରି କହୁଛି ଶୁଣ ମନ ଦେଇକି। ସବୁଯାକ ବାହୁ ସମାନ ହେଲେ ସେ ସମବାହୁ। ଦୁଇ ଗୋଟି ବାହୁ ସମାନ ହେଲେ ସମଦ୍ୱିବାହୁ। ତିନି ଯାକ ବାହୁ ସମାନ ଯେବେ ହୋଇ ନଥିବ, ବିଷମ ବାହୁ ତ୍ରିଭୁଜ କେବେ ଭୁଲି ନ ଯିବ। ତିନି କୋଣ ଯାକ ଯେଉଁଠି ସୂକ୍ଷ୍ମ କୋଣ ହୋଇବେ, ତାକୁ ସୂକ୍ଷ୍ମକୋଣୀ ତ୍ରିଭୁଜ ବୋଲି ସର୍ବେ କହିବେ। ଗୋଟେ ସମକୋଣ ସାଥିରେ ଦୁଇ ସୂକ୍ଷ୍ମ ଯେ କୋଣ, ହେଲେ ସମକୋଣୀ ତ୍ରିଭୁଜ ସଦା ହେବଟି ଜାଣ। ଦୁଇ ସୂକ୍ଷ୍ମ କୋଣ ସାଥିରେ ଥିଲେ ସ୍ଥୂଳ କୋଣଟି, ତାକୁ ସ୍ଥୂଳକୋଣୀ କହିବା ସଦା ମନେ ରଖଟି। ଗୋଟିଏ ବାହୁର ମଝିରୁ ସବୁ ତିନି ଶୀର୍ଷକୁ ମଧ୍ୟମା ବୋଲିଣ କହିବା ସଂଯୋଜକ ରେଖାକୁ। ବାହୁ ପ୍ରତି 90 ଡିଗ୍ରୀ ହେଲେଟି ଜାଣ, ଉଚ୍ଚତା ବୋଲିଣ କହିବା ସର୍ବେ ରଖିବ ଧ୍ୟାନ। ତ୍ରିଭୁଜର ଜୟ ଗାନ ଯେ ଏବେ ହୋଇଲା ଶେଷ, ହୁଳହୁଳି ସଙ୍ଗେ ସର୍ବେ ଯେ ବୋଲ ଜୟ ଜଗନ୍ନାଥ।